ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ମହାରାଷ୍ଟ୍ରରୁ ଗଜାନନଙ୍କ ପରମ ଭକ୍ତ ଗଣପତି ଭଟ୍ଟ ଆସିଥାନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ମୋକ୍ଷ ପ୍ରାପ୍ତି ପାଇବା ଆଶାରେ। ସେ ଅଠରନଳା ପାଖରେ ଦେଖିଲେ ଅନେକ ଲୋକ ଜଗନ୍ନାଥଙ୍କୁ ଦର୍ଶନ କରି ଫେରି ଯାଉଛନ୍ତି। ମନେ ମନେ ଚିନ୍ତା କଲେ, ଇଏ ଯଦି ବ୍ରହ୍ମ, ତେବେ ଦର୍ଶନ କରିବା ପରେ ଲୋକ ଫେରୁଛନ୍ତି କିପରି? ତାଙ୍କର ସନ୍ଦେହ ହେଲା। ତେଣୁ ସେ ଆଉ ଜଗନ୍ନାଥଙ୍କୁ ଦର୍ଶନ ନ କରି ଫେରି ଯାଉଥିବା ସମୟରେ ତାଙ୍କୁ ଜଣେ ବ୍ରାହ୍ମଣ ଦେଖାହେଲେ। ତାଙ୍କ ମନରେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସେ ଗଣପତି ଭଟ୍ଟଙ୍କୁ ସ୍ନାନ ମଣ୍ଡପ ଉପରେ ଦର୍ଶନ କରିବାକୁ କହିଲେ। ପ୍ରଭୁଙ୍କର ସ୍ନାନ ଉତ୍ସବ ସନ୍ଧ୍ୟା ସମୟରେ ଗଣପତି ଭଟ୍ଟ ବଡ଼ଦାଣ୍ଡରେ ଠିଆ ହୋଇ ସ୍ନାନ ମଣ୍ଡପକୁ ଚାହିଁଲେ। ପ୍ରଭୁ ସେଦିନ ଗଣପତି ଭକ୍ତ ପାଇଁ ସୁନ୍ଦର ଗଣନାଥ ବେଶରେ ଦର୍ଶନ ଦେଲେ। କୃତ୍ୟ କୃତ୍ୟ ହୋଇ ଗଣପତି ଭଟ୍ଟଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରି ପଡ଼ିଥିଲା। ସେହିଦିନଠାରୁ ପ୍ରଭୁ ସ୍ନାନ ମଣ୍ଡପ ଉପରେ ଗଣପତି ବେଶରେ ଦର୍ଶନ ଦେଉଛନ୍ତି। ଏହିପରି କଳା ସଂସ୍କୃତି ବିଷୟରେ ଜାଣିବା ପାଇଁ ମୋ ସହ ଯୋଡ଼ି ହୁଅନ୍ତୁ। ଜୟ ଜଗନ୍ନାଥ।